गरम हो गला डायरेक्ट मसला पकाई जदि भी तुम तेल पकेते चाहिए तेल पकेते चाहिए तुम तेल पकई पारे अल्प टिके पके एते पड़े ना जो एते तेल 100 टका तेल पड़े पिला मासर जदि तुम 30 ml 20 ml कांपुर पकेई करि सब लो टू मीडियम हाई आंसर हाई आंसर केबे दबो नहीं अच्छे गुले लुण लुण भी कौन हल्दी तो हल्दी गुले गुले तेल जमा दे तेल का बिना तेल करा तेल के तेल कोटा पड़े मसला हो ना दे दो मसला सब दे दियो रेडी पानी दो मसला पानी सेटा दे था पांटा मसला लगे ना ढांकुंटा के ढांकुंटा पकड़ पूरा सेट हो गोटे जिन धर तुम किसी तरकारी कर ढांकुंटा देदेल ढांकुंटा देख आस्ते आस्ते ढप 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 हो उठे टाइट लगुच ना घोरेला हाथ मारिक घुरा देख टाइट लगुच ना ना एटा नुह यटा को घुरा हाँ टाइट लगुच ना किस समय देख से उठे आस्ते आस्ते आ लो करदे लक हो तुम भल पार एमती धरिकी मूल सब उठे आनी सेटा विटा लक फर्मुला तार विटामिन टा भर लक कर दो मांसटा से बाहर को कर स्लो कर देला माने लक है तुम खुली भी कर जन्माष्टमी ठाकुर तुम गोटे फटो उठे दे जाओ स्टार्ट है तुम सब मिसिक फटो उठे दियो क्वीन डेमो स्टार्ट लिखि देकी छाड़ दियो हाँ हेलो हाँ 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 को किस समय लाओ आज तो होसे आज मुआने 15 मास ना 3 मास जा फटो उठे दे स्टार्ट है लाओ देखिए छाड़ दे ग्रुप नाकरू बोलिबा नाकरू बुझना घर याऊ सुई पे सेटा सी आंटी कर दे फटो उठे छाड़ जन्ना रे से जाइतला कोबी आंटी केम फुरनी रे एते के कोन आइटम ने लगी रे हां चलो फटो उठे जड़ा ना देबा आगे चलो मासी कांटी देवी को
ଆମେ ପଳେଇବା ଆଗକୁ ଏତେବେଳକୁ ଯଦି ଖାଲି ତେଲ ନ ପଡିଥାନ୍ତା ଅଲଗା କରିବାରେ ଲାଗି ଯାଆନ୍ତା। ମୁଁ ସେଇଟା ଏତେ ଗରମ ହେଲା ପରେ ବି ସେ ଲାଗୁନି। ବହୁତ ଏଇଠି ଅଛି। ହଁ କବାଟା लेकिन एमओ क्वीन स्टार्ट ना एमओ क्वीन डेमो स्टार्टेड एट माय रेसिडेंस। ସମସ୍ତେ ଶୁଣୁଛନ୍ତି ଡାର୍ଲିଂ କହୁଛନ୍ତି ମୁଁ ଶୁଣି ପାରିନି ନା ନା ସେ କହିଥିଲା ଦୀପା ବି ଶୁଣୁଛି କିନ୍ତୁ ମୁଁ ଶୁଣି ପାରିନି ମୁଁ ହସି ହସି ମୋ ପେଟ ଏତେ ବଥା ଟିକେ ତମ କହିବା ବ୍ୟସ୍ତ ହବନି ହେଲା ପେଟ କଥା କରନି ତମର ଏ ଶୁକ୍ରବାର ତ ହବନି ଆର ଶୁକ୍ରବାର। ତମର ପୁଣି ସେ ଡାର୍ଲିଂ ଆଗରୁ କହିବେ ଆମର ବି हो ହଁ ମୁଁ କେତେ ରିକ୍ୱେଷ୍ଟ କରିକି ପାଇଛି ତମ ଦି ଜଣଙ୍କ ପାଇଁ। ଆମରି ପୁରା କହିଲା ବେଳେ କଣ୍ଟା ପାଣି ପଡିଲା ମୁଁ କହିଦେମି ଏବେ ଟିକେ କିଛି ତ ସବୁ ହେଲା ଏତେ ଭୁଲ କରିପାରିବ। ଇଏ ହଳଦୀ ଲୁଣ ଲଙ୍କା ସବୁ କୋଉଠି ଏଥିରେ ଛକାଡ଼ି ଦେଇଯିବ ତ। ସେ ଭାତ ପକେଇଦେବି ଲେଖି ନାହିଁ ଚାଲିଗଲା ହ୍ୟାଲୋ ହ୍ୟାଲୋ ଏଇଠି ହାଡି ଭାଇଙ୍କ ଘରେ ଏଠି ତ ସବୁ ଅଛନ୍ତି ଆସନ୍ତୁ। ଜାଣି କେମିତି ହେଇଗଲା ବୋଲି ମସଲା ମସଲା ତମେ ଯାହା ଜାଣୁଛ କେତେ ଜାଣୁଛ। ହଳଦୀ ଲଙ୍କା ଗୁଣ୍ଡ କେତେବେଳେ ପଡିବ କେତେବେଳେ ପକାଅ ତମେ ମୁଁ ଏକା ଜଣ ସବୁ ପକେଇବି ପକେଇଦେବ। ଯେରକମ ଘରେ ରୋଷେଇ କରୁଥିଲ ସେରକମ ହେଲା କିଛି ୟାର ଇଏ ନାହିଁ ଯେ ବାହାଦୁରୀ ଅଲଗା। ତମେ ଯେତେବେଳେ ହଳଦୀ ଲଙ୍କା ଗୁଣ୍ଡ ଯୋଉ ପକଉଥିଲ ଏବେ ବି ସେଟା ସେତେବେଳେ ପକେଇବ। ଯେଇ ରକମ କରୁଥିଲ ସେଇ ରକମ ୟାର କିଛି ଅଲଗା ନାହିଁ। ମୁଁ ଯୋଉ ଷ୍ଟାଇଲରେ କରୁଥିଲି ମୁଁ ସେଇ ଷ୍ଟାଇଲରେ ତମକୁ ଦେଖେଇବି। ମୁଁ ଯୋଉ ଘରେ ଯୋଉ ଯେ ରକମ ରୋଷେଇ କରୁଥିଲି ଆଗରୁ ଏଟା ବି ସେରକମ ତମେ ଯେ ରକମ ରୋଷେଇ କର ସେରକମ କିଛି ନାହିଁ ଯେ ୟା ପରେ ଏଟା ପକେଇନେ ହବ ତାପରେ ସେଟା ପକେଇନେ ତମେ ଯଦି ଏଇଟାର ସବୁ ମସଲା ଗୋଳେଇକି ବସେଇଦବ ସେ ବି ହବ। ଲୋକ କରୁନାହାନ୍ତି କି ସବୁ ମସଲା ଗୋଳେଇ ଦେଲେ ମାଂସ ପକେଇ ଦେଇକି ତେଲ ପକେଇ ଦଉଛନ୍ତି। ଏଟା କିନ୍ତୁ ସବୁ ମାଂସ ଗୋଳେଇ ଦବ ଏଟାରେ ପକେଇ ଦେଇକି ଡାଙ୍ଗଣ୍ଡେ ମାରିଦବ। ମୁଁ ସେଇ ବେଶୀ ରାତି ଯଦି ହୁଏ ସେଇ ରୋଗ କରିଦିଏ ଏକାଥରେ ସେରକମ ହବ। ବସେଇ ଦେଇକି ଖାଲି ତେଲ ପକେଇ ଆକୁ ପକେଇ ଦେଇ ବସେଇ ସିଏ ବି ସେଇ ଏକା ଜିନିଷ ସବୁ ଏକା ଦିଅ। ହଳଦୀ ଲଙ୍କା ଯେତିକି ପକେଇବା କଥା ପକାଅ ଯାହା ଯାହା ପକେଇବା କଥା ପକାଅ। ତମେ ଯେତିକି ପକେଇବା କଥା ମସଲା ପକାଅ। ବେଶୀ ହଳଦୀ ହେଇଗଲା ବେଶୀ ହଳଦୀଟା କାଢି ଦିଅ ହଳଦିଆ ହେଇଯିବ ବେଶୀ ହେଲା ନା। ମାମୁନି ଏଟା ଭଲ ଦରକାର ପକେଇବା ହଳଦୀ ହେଲେ ଖାଇ ହବନି ନା ହବନି ବେଶୀ ହଳଦିଆ କମ ହେଇଯିବ। ହ୍ୟାଲୋ ସାର୍ଟ ନମସ୍କାର ଟିକେ ନୀଳଗିରିରେ ଅଛି କାମ ଚାଲିଛି ଟିକେ ପରେ କଥା ହେଲେ ହବ। ଆଜ୍ଞା କଷ୍ଟ ପଡେ ବୁଟା ପକେଇ ତାହେଲେ ସେଦିନ ଧଳା ଶାଢୀଟା ପିନ୍ଧିକି ଆଇଥିଲି କି କଷ୍ଟର ଖାଇଛି। ଛୁଟିଆଟା ବଟା ତ ସେ ନେଇଗଲା ସେଇଟା ଠିକ ପକେଇଦେଲି ସବୁ କାଟିଦେବ ମତେ ସବୁବେଳେ ମତେ ୱାସିଂ ମେସିନ ଟିକେ ଆରାମସେ ହେଇଯିବ। ମୁଁ ଘୋରେଇ ଦିଏ ସେ ୱାସିଂ ମେସିନ ଘୋରେଇ ଦେଇ ଛାଡିଦିଏ ଲିକୁଇଡ ପକେଇ ଗୁଡ ମୁଡ ସବୁ ଛାଡିଦବ। ମୁଁ ତ ଟୋଟାଲ କାଚ ନାହିଁ ମୁଁ ପକେଇବି ଖାଲି ଉଠାଇ ଲୁଣ ପକେଇବେ କି ଭାଇ ଲୁଣ ପକେଇ ଲୁଣ ପକେଇବା ଗୁଣ୍ଡ ପକେଇବା ଆମର ବିଲାତି ଆମ ସେ ଝୁମଟା ବଳ ସେ ଧଳା ଶାଢୀଟା ବଳ ସବୁବେଳେ ଘୁରେ ନା ସବୁବେଳେ ସେଇ ଇଏଟା ସଫା ଆଉ ଯେତେ ତମର କଲର ଛାଡିବା ଲୁଗା ଦେଖିବ କଟନ ଲୁଗା ଧୁଇ ମତେ ଛାଡିବ ତେଲ ଛାଡିବ ଗୋଟେ ବହିଯିବ ପୁରା ଆଉ ଯେତେ କଷ୍ଟଲି ଶାଢୀ ପୁରା ଲଣ୍ଡ୍ରି ୱାଶ
कष्टले छाड़देते धोइब चुंगड़ी टर्न होइगला आराम से लॉन्ड्री वाटर बढ़िया सफा खाली टिके धोई देके उठेई दो खटिबनी खाली बुड़े दिन उठेई दो यार गोटे जिनिस तले लागुनी ना एति करे रही तो लगी काम चला सेतिक तो जिनस यार आ कोन यार काई ना एडा सब स्टील लो तयारी हिची ए स्टील टा हो सब वर्ल्ड रा हाईएस्ट होची माने क्वालिटी स्टील टा ना मसला ढाके देना हिची एटी नहीं खाई और पेंडिंग होने का उसे कोड कोइला कोनी की काका फोन करନ୍ତୁ ନା ଗଲେ କୁଆଡେ ମୁଁ ପଳେଇନି ସେ ଆସିକି ଛିଡା ହେନେ ଉଠେ ଚକଟ ନାହିଁ ସେଟା ସାଇଡ ଇଏ ନାହିଁ ତ କିଛି ହବନି ଝିଅ ଖାଇନି ଆମ ଛୁଆ ଝିଅଟା 17 ମାସର ଦେଇଦେ ତାପରେ ହାଫ ନା ଖାଦୁ ସଜେଇକି ରଖିଛି ବଡ ଘର ଥିବ ଥାକ ଗୋଟା ଜାଗା ଟିକେ ପକେଇଦେବି ହାଇ କରିବ ନା କଣ ସେ ଲାଲ ପଡୁଛି ତାପରେ ରସୁଣ ପକେଇବା ସିମରେ ରହିବ ଫୁଟିଯିବ ଆଉ ଢାଙ୍କି ଆସି ଓହ୍ଲାଉଛି ରାତିରେ ଦେଲେ ହେଇଯିବ ଇଏ मांस पके दो ମସଲା ହେଇଯିବନି लसण से ଧୋଇ ଯିବ ନା ସେ ये पानी केती देखो ସେ ହଳଦୀର ମାଂସର ହଳଦୀ ନୁହେଁ ଯେ ତଥାପି କେତେ ହଳଦୀ ପକଉଥିଲା ଦେଖିଲା बहुत हल्दी बहुत ସେ ପକେଇ ଚାଲିଛି ଅନ୍ୟ ମନୁଷ୍ୟର ପକେଇ ଚାଲିଛି ସେ ହଉଛି କିଲେ ଖଣ୍ଡେ ହବ ବୋଧେ ଆଉ ଲେଗ ନାହିଁ ନା के पळे लेगी ଶାଶୁ आसे ମାମୁନି ନାହିଁ ମାଉସୀ ମାର୍କେଟ ଗଲା ଏବେ ଗଲା ଅଛି ବେଟେ ଦେଇଛୁ ଲୋକଙ୍କୁ ଦେଖି ଖଇନି ଏରକ ସେ ଜାଣିବ ଆଉ ଇଲିଶି ମାଛ ଥରେ କରିବ ଆଉ ଗୋର୍ଷି ବୋଧେ ମାଗିନି ଥରେ କରିକି ଖାଇବ ତାପରେ ମତେ ଦୀପା କହିବ ମୁଁ ଥରେ ଆମ ଘରେ ନେଇକି କରିକି ବାବାଙ୍କୁ ଖଇନି ହାର୍ଟ ମାର୍ଟ ପେସେଣ୍ଟ ସବୁ କୋଲେଷ୍ଟ୍ରଲ ହାର୍ଟ ଡାଇବେଟିସ୍ ସବୁ ସେଟା ପକେଇବେ ନା ସେଠି ଦେଖ ସବୁ ରଖିଛି ପରା ଦିଟା ଏକା ସାଙ୍ଗରେ ରହୁଛି ଆସ୍ତେ ଆସ୍ତେ କରିବ ମା 2 ଜଣ ରହିଲେ ଭାଇ ମୁଁ ଦେଖିଲା ଏତେ ବ୍ୟସ୍ତ ଝିଅ ଯଦି ଟିକେ ଦିପହରେ ଶୋଇ ପଡିଥାନ୍ତା ମୋର ଟେନସନ ନାହିଁ ଆଜି ପୁରା ମୌସୁମୀ ମ୍ୟାଡାମ ଆସିଗଲେ ନା ଆମେ ସେଠି ରହିଗନୁ ରସୁଣ ଦିଅ ପିଆଜ ଦିଅ ରସୁଣଟା ଭଲ ବାସ୍ନା ରସୁଣଟା ଭଲ ଲାଗେ ହଁ ଭଲ ଲାଗେ ନା ଡାଲ ବଢିଆ ଲାଗେ ଆମ ଘରେ ମୋ ବୋଉ ସବୁବେଳେ ତାର ରସୁଣ ଆଡେ ଅଦା ହଁ ଡାଙ୍ଗ ये डांगा सुनिया सुनने
ତାର କେଟା ନି ସେଇଟା ଆଇଲେ ସେଇଟା ମିଶି ଜାଣି ତ ନିରାମିଷ ସେଇଟା ସେଇଟା ସନ୍ତୁଳା ପକେଇଦେଲେ ମୁଁ ତାପରେ ପଳେଇନି। ଏଟା ପକେଇଲେ ଏ ତ ଆଉ କିଛି ହବାର ନାହିଁ ଆଉ ଇଏ ତ ସିଝିବ ଆଉ। ଉପାସ ହେଇଗଲା ପରେ କଟଟା ପୁରା ସେଇଠି ଥିବ ଗୋଟେ ଉଠେଇବ। ହଁ? ଭାଇ ମଝିରେ ମଝିରେ ଯୋଉ ଡାଙ୍ଗ ଟିକେ ଆଉ ଡାକି ଦଉନ ଦେଖିବେ। ସେ ପୁରା ଆଣ୍ଟି ହଉଛନ୍ତି କି କଣ କରୁଛନ୍ତି କି ମୁଁ ଘରକୁ ଯା। ହଁ? ଲାଲ ହେଲେ ଖାଲି ଲାଲ ହେଇ ହେଇପାରିବ କିଛି ଅସୁବିଧା ନାହିଁ। ପଳେଇବ ଖାଲି ଆମେ ପକେଇ ଦେଉଛି। ସନ୍ତୁଳାଟା କଞ୍ଚା ଲଗାଟା ଭଲ। ତମେ ବି ଘରେ ରୋଷେଇ ହୁଅ? ଆମର ଆଜି ଆଣିଲେ ଏଟା ଆମର ମୁଁ ଆଣିଲି ମୋ ବଡ ଭାଇ ନେଲେ ଆଉ ଗୋଟେ କିଏ ନେବ ନା ହଁ ଆଉ ଜଣେ କିଏ ନେଇଥିଲା 3 ଜଣ ଏକା ସାଙ୍ଗେ। ଚନ୍ଦନ ଭାଇଙ୍କର ଅଫଲାଇନ୍ କିଏ? ଚନ୍ଦନ ଭାଇଙ୍କର ଅଫଲାଇନ୍ ତୋଫା ନାହିଁ। ମୁଁ କହୁଛି ସେତେବେଳେ ମୁଁ ବସିଛି ଦୋକାନ। ଚନ୍ଦନ ଭାଇଙ୍କର ଅଫଲାଇନ୍ କେହି ନାହାନ୍ତି। ଚନ୍ଦନ ଭାଇଙ୍କର 3 4 5 ଜଣ ଉପରେ ଯାଇକି ତୋଫା ନାହିଁ। ମୋର ଜେର ମୋ ଅଫଲାଇନ୍ କେହି ନାହାନ୍ତି। ମୋର 2 ଜଣଙ୍କ ପରେ ତୋଫା ଚନ୍ଦନ ଭାଇ। ମୋ ଅଫଲାଇନ୍ ଯିଏ ସେ ମଦ ଛାଡ଼ି ପାରିଲା ଦେଖିବା ତେଲ କେର ବାହାରିବ ତା ଦେହରେ। ସେଇଟା ଟିକେ ଫଟୋଟା ଉଠେଇଦାନ କରିକି ତାକୁ ରଖିବ ନା ଟିକେ ମତେ ପଠେଇବ। ଦେଖିବ ମାନେ ଅରିଜିନାଲ ଟା କୁକୁଡାର ତେଲ କେତେ ତା ଦେହର ଅଛି। ଆମେ ତା ତେଲଟାକୁ ଅଲଗା ତେଲ ପକେଇ ନଷ୍ଟ କରିଦଉଛେ। ଆମେ ବାହାରେ ଆସିଗଲାଣି ଭାଇ ସେଇଥିପାଇଁ ଫୋନ କରିଥିଲି କେଠି ଯାଇଥିଲା କିଲୋ ତା ଖୋଇଦିଏ ଦେଖା ଖୋଇଦିଏ ଦେଖା ଓଲୋ ମୁଁ ଶୁଣନା ସାର୍ ନା ଅଙ୍କଲ ନା ଚନ୍ଦନ ଭାଇ ପେଟ କମେଇବ ତମେ ତ କମେଇ ପାରୁନ। এই পুরাপুরি পানি বিনা তেলরে মানে পুরাপুরি সে মানে পানি বি কোঠু আসলে সে নিজে পুরাপুরি বাহার করে দিয়েছে না ମୁଁ ତ ପାଣି ପୁରା ନିଗାଡ଼ି ଦେଇଥିଲି। ପାଣି ଟିକେ ରହିବ ଇଆଡ଼େ ଆଉ। সে তো মাংসর পানিটা সেটা অলগা কথা তাহলে সেটা পুরাপুরি সেটা পানিটা পুরা বাহার ହେଇଗଲାଣି ମୋର ତରକାରୀ ହେଇଗଲାଣି। এপটে সিঝাটা বি পুরাপুরি সন্তরাটা বি পুরাপুরি ହେଇଗଲାଣି বিନା কোনসি পানিরে বড়িয়া হয়েছে। এটা তাহলে ইএমআই এটা তাহলে अवेलेबल আছে বাজাজ কার্ড ইএমআই না? আচ্ছা ମାଂସର ଦେଖ ତେଲ ବାହାରିବ। ମାଂସରେ ବି ତେଲ ବାହାରୁଛି ସେଟା Original ତେଲ ଅରିଜିନାଲ ତେଲଟା ହଁ ମାଂସର ତେଲଟା ହଁ ଦେଖୁଛ ତଳେ ଦେଖ ଏତେ ହିଟ୍ ହେଲା ପରେ ବି ତଳେ ଦେଖ ଟିକେ ଲାଗୁଛି ନା ଲାଗି ନାହିଁ କିଛି ଲାଗିବ। ବିନା ତେଲରେ ଟୋଟାଲି ରନ୍ଧା ହେଇଛି ନା ଆପଣ ତେଲ ପକେଇଲେ ଡାଇରେକ୍ଟ ମସଲା ପକେଇଲେ? ଡାଇରେକ୍ଟ ମସଲା। ଆଚ୍ଛା ହଉ ଏଟା ଧଡ଼ ଧଡ଼ୁଛି ନା ହଁ ହେଲା ଏଟା ଦେଖ ଏଟା ଘୋରେଇଲା ବେଳକୁ ଧରିକି ଏଟା ଘୋରିଲା ହଁ ଏଟା ହଉଛି ତାହେଲେ ପୁରାପୁରି ହଁ ହେଲା ମୁଁ ବର୍ତ୍ତମାନ ଏଟା ବନ୍ଦ କରିଦେବି ହଁ 2 ମିନିଟ୍ ରୁହ। ଅଧା ସିଝା ପରେ ବି ତମେ ଯଦି ବନ୍ଦ କରିଦେବ ଗ୍ୟାସ୍ ସିଝିଯିବ। ତାରି ଭିତରେ ତାକୁ ସେ ସିଝେଇବ ଦେଖିବ ହଁ ତମର ଆଚ୍ଛା ପୁରା ଲକ୍ ହେଇଗଲା ଲକ୍ ସେ ପୁରା ସିଝିଗଲା ପରେ ଯାଇକି ସିଏ ସିଝିବ ପୁରା ସିଝିଲା ପର୍ଯ୍ୟନ୍ତ ହେଇଯିବ ପୁରା ଲକ୍ ହେଇଯିବ ହଁ ପୁରା ଲକ୍ ହେଇଗଲା ପୁରା ଲକ୍ ଉଠେଇବା ଭାରି କଷ୍ଟ ହେଇଯିବ। ଆଚ୍ଛା ଏଇଟା ହଉଛି କହନ୍ତି ଭିଟା ଲକ୍। ଏଇ ଦେଖୁଛ ହଁ, ମୁଁ କେତେ ଏଇଟା ଭିଟା ଲକ୍। ଏତେ ପରେ ଯାଇକି ବାହାରିବ। ଟାଣିଲା ହଁ ପୁରା ଟାଣିଲା ପରେ ଯାଇକି ଉଠିଲା ଏଇଟା ହଉଛି ତା ମେକାନିକ୍। ଏଇଟା ହଉଛି କହନ୍ତି ଭିଟା ଲକ୍। ଲଗେଇଦେ ଭିଟାମିନ୍ ଟାକୁ ସେ ଲକ୍ କରିବ ବାହାରକୁ ଛାଡ଼ିବ। ଭିଟାମିନ୍ ପାଇଲ କ୍ୱାଲିଟି ଜିନିଷ ପାଇଲ କଲର ଚେଞ୍ଜ ହବ କେମିତି ଗ୍ରୀନ କଲର ଯୋଉ ପରିବାର ଯୋଉ କଲର ଥିବ ଦରକାର ସେଇ କଲର ପରିବାର ବିଲାତି ଏତେବେଳକୁ ନାଲିଆ ଧୁସୁରିଆ ଦୁସରିଆ ପଡ଼ିଯାଏ ପଡିଯାଆନ୍ତା ହଁ ହଁ ଅଲରେଡି ପାଖାପାଖି ହେଇଗଲାଣି 15 ମିନିଟରୁ ଅଧା 20 ମିନିଟ୍ ଭିତରେ ହେଇଯିବ ୱିଦାଉଟ୍ ଅଏଲ୍ ପାଣି ୱିଦାଉଟ୍ ଅଏଲ୍। ଆଜ୍ଞା ହଁ ଅଛି ହଁ ଅଛି लो କରିଦେମି ଲକ୍ କରିଦେମି। ଯେତେ ପର୍ଯ୍ୟନ୍ତ ଗରମ ହଉଛି ସେ ସେତିକି ପର୍ଯ୍ୟନ୍ତ ଛାଡୁଛି
ଚିକେନ ମାନେ ବ୍ରଏଲର ହେଇଥିଲେ ତ ହେଇସାରନ୍ତି ଟିକେ ଲାଗିବ ଟାଇମ୍ ବ୍ରଏଲର ହେଇଥିଲେ ଲେଗନ ଲେଗନ ଟିକେ ଟାଇମ୍ ଲାଗିବ ବଡ଼ ବଡ଼ ପିସ୍ କରିକି ଆଣିଛି ଖଡ଼ିଆ ହେଇ ଆମର ତ ନୀଳଗିରିର ନାହିଁ କୁକୁଡ଼ା ଦୋକାନ ଆଉ କିଏ କହିଲା ସେ ହାଡି ଏଟା ତାହେଲେ ବିନା ତେଲରେ ଏଟା ତାହେଲେ ରନ୍ଧା ହଉଛି ନା ସେଇଟା ପରେ ପୁରା ମୁଁ ଦେଖୁଛି ପୁରା ଇଏ କରିକି ରଖ ପୁରା ଗୋଟେ ଭିଡିଓ କରି ୟୁଟ୍ୟୁବରେ ମତେ ଏଇପଟା କଣଟା ଏଇଟା ସନ୍ତୁଳା ବସ ଛାଡ଼ି ଦେଇଥାଉ ମାନେ ଏଟା ବିନା କିଛି ପଡି ନାହିଁ ପଡେନି ଖାଲି ଜିରା ଫୁଟଣ ପଡିଛି ଜିରା ଫୁଟଣ ଆଉ ଅଦା ଟିକେ ପାଣି ପାଣି ଦେଖେ ଖାଲି ସେଇଟା ସେଥିରେ ହିଁ ପଡିଛି ପାଣି ଟୋଟାଲ କୁଆଡେ ଦେଇଯିବ ଆଚ୍ଛା ଏଟା ତାହେଲେ ହଉଛି ସନ୍ତୁଳା ସନ୍ତୁଳା ସେ ଆପେ ତାରି ଭିତରେ ଏଇଟା ସିଝୁଛି ନାଇଁ ଆଚ୍ଛା ଏଟା ହଉଛି ଚିକେନ ସବୁଦିନ ଦେଖୁଛୁ କରୁଛୁ ଆମକୁ ସେ ମତେ ଡରୁନି ତ ମତେ ଡରୁଛୁ ନା ମତେ ନାହିଁ ତ ମତେ ଡରୁନି ତ ଆମର ତ ସାଙ୍ଗ 2 ଜଣ ଆଚ୍ଛା ସେଥିରେ ବିନା ତାହେଲେ ତେଲଟା କୋଉଠୁ ବାହାରିଲା ତାହେଲେ ଚର୍ବିରୁ ତେଲଟା ଇଏରୁ ଚିକେନ ଚିକେନ ତ ସେଇ ଚର୍ବି ତେଲଟା ବାହାରୁଛି ନା ମସଲା କଷିବା ପାଇଁ ତେଲ ଦରକାର ନାହିଁ ମସଲାଟା ହଉଛି ଏଇ ଯୋଉ ଷ୍ଟିଲଟା ତିଆରି ହେଇଛି ଏଟା ହଉଛି 7 ପ୍ଲାଏ ଷ୍ଟିଲ ୱାର୍ଲଡର ସବୁଠୁ ହାଏଷ୍ଟ କ୍ୱାଲିଟିର ପ୍ଲାଏ ଆଉ ତା ଭିତରେ ଅଛି କଣ ନା କାର୍ବନ ଫାଇବର ଅଛି ଆଚ୍ଛା 2ଟା ଲେୟାର ଭିତରେ କାର୍ବନ ଫାଇବର ଅଛି ହେଲା ଯୋଉଥିପାଇଁ କି ହିଟ୍ ଟା ସବୁଆଡେ ୟୁନିଫର୍ମଲି ଟ୍ରାନ୍ସଫର ହୁଏ ଆମେ କଢେଇର ଏଇ ବେଲଟା ଧର ଏଇଠି ବସେଇବା ସ୍ଲୋ ଆଞ୍ଚ ଦେଲେ ଉପରଟା ଯେତିକି ତାତିବ ତଳଟା ତାଠାରୁ ଅଧିକା ତାତିବ ହଁ କିନ୍ତୁ ଏଠି ଯେତିକି ତାତିଛି ଏଠି ବି ସେତିକି ତାତିଛି ଆଚ୍ଛା ତମେ ହାତ ମାରିକି ବି ଦେଖିପାରିବ ହେଲା ଏଠି ଯେତିକି ଗରମ ଏଠି ବି ସେତିକି ଗରମ ୟୁନିଫର୍ମଲି ହିଟ୍ଟା ଟ୍ରାନ୍ସଫର ହୁଏ ସେଥିପାଇଁ ଏଟା ଲାଗେ ନାହିଁ ତେଲଟା ଷ୍ଟିକ୍ ହବ ନାହିଁ ମସଲାଟା ଷ୍ଟିକ୍ ହବ ଆଉ ଏଟା ଯୋଉ ଲିଡ୍ଟା ଅଛି ଏଟା ହାତକୁ ଉଠାଅ କେତେ ଓଜନ ଅଛି ଦେଖ ଏଟା ହଉଛି ଭିଟାଲକ୍ ଫର୍ମୁଲା ଅଛି ଇଏ ହଉଛି କଣ କରିବ ଏଟାକୁ ଓଜନ ହେଇଗଲା ନା ଲକ୍ କରିଦବ ଆଉ ବାହାରକୁ ଛାଡିବ ନାହିଁ କିଛି ଜିନିଷ ଆଚ୍ଛା ସେଇଟା ମାନେ ନିଜେ ନିଜେ ସେଟା ଗୋଟେ ଲକ୍ କରିଦବ ତା ଲକ୍ ସିଷ୍ଟମଟା ମୁଁ ଏଠି ଆପଣଙ୍କୁ ଦେଖେଇଦେବି କେମିତି ଲକ୍ ହଉଛି ଏଠି ଜାଣିପାରିବେ ଦେଖାନ୍ତୁ କେମିତି ହଁ ସେଟା ହେଇଯାଉ ଯଦି ଭିତରୁ ମାନେ ଗ୍ୟାସଟା ବାହାରୁ ତାହେଲେ ବିଲକୁଲ ବି ତାହେଲେ ପଡି ନାହିଁ ଅର୍ଦ୍ଧାଙ୍ଗିନୀ ପୁରା ଭିଡିଓ କରି ରଖିଛନ୍ତି ଦେଖିପାରିବ ପଚାରି ବି ପାରିବ କହିଥିଲି ଯେତେବେଳେ ଡେମୋ କରିବ 750 ଅଧିକ କିଲୋ ଭିତରେ ଆଣିବ ସେ ବଡଟା କରୁଛନ୍ତି ନା ବଡଟା ହେଇପାରିବ ବଡ ଟାଇମ୍ ଟେକିଂ ତାପରେ ଟାଇମ୍ ଟେକିଂ କିଛି ନୁହଁ এটা ডিশ ড্রপ রে এটা আরামসে হবে না আচ্ছা কুক କିଏ ତାହେଲେ ଏଥିରେ କୋଉ ସମସ୍ତେ ଆପଣ ନା ମୁଁ କରୁଛି ମନେ ବି କରିପାରିବ ସେ ନା ଆପଣ ଆକ୍ଚୁଆଲ କୁକ୍ ହଉଛନ୍ତି ଆପଣ ସମସ୍ତେ ହଁ ନା ଜଣା ପଡୁଛି କହିଲେ ନା ଯୋଉ ମାନେ ଲକ୍ ହେଇକି ରହୁଛି ଜାଣିପାରିଲି ଏଇଟା କିଛି ସମୟ ପରେ ଏଇଟା ଗ୍ୟାସ ଟା ବାହାରିଲା ମୁଁ ଟାଣିଲା ବେଳେ ସେ ଲକ୍ କରିଥିଲା ନା ମୁଁ ଜାଣିପାରିଲି କେତେ ଢିଲା ହଉଛି ତାପରେ ବନ୍ଦ କରିଦବ ସେଟା ଟାଣି ନେଉଛି ନା ମୁଁ ଦେଖିଲି ସେ ଜିନିଷଟା ମୁଁ ଖୋଲିଲା ବେଳେ ତାର ୱେଟଟା ଜାଣିପାରିଲି ପିଓର ଭିଟାମିନ୍ ପାଇବ ଯୋଉ ଭେଜିଟେବଲ ଯେତିକି ରହୁଛି ସବୁ ଜିନିଷ ପାଇପାରିବ ଟେଷ୍ଟ ବି ପାଇପାରିବ ବାଇଗଣ ଟେଷ୍ଟ ପାଇବ ଆମେ ବାଇଗଣଟାକୁ ତେଲରେ ଭାଜି ଦଉଛେ ତେଲ ଟେଷ୍ଟଟା ବେଶୀ ପଳେଇଯାଉଛି ବାଇଗଣ ଟେଷ୍ଟ କମ ଆସୁଛି ଆପଣଙ୍କର ପୁଣି କଣ ହେଲା ଗୁଡ଼ଟା ଖାଞ୍ଚି ଦେଲା ଗ୍ୟାସ ସେଭ୍ ହବ ପାଣି ସେଭ୍ ହବ ଟାଇମ୍ ସେଭ୍ ହବ ଗ୍ୟାସ କେମିତି ସେଭ୍ ହବ ଗ୍ୟାସ ଦେଖନ୍ତୁ କୋଉଟାରେ ଚାଲିଛି ମିଡିୟମରୁ ପୁରା ଲୋ ଚାଲିଛି ନା ହାଇ ଫ୍ଲେମ୍ ଏଟା ଦରକାର ହାଇ ଫ୍ଲେମ୍ ଏଟା ପୋଡ଼ିଯିବ ମିଡିୟମ ଟୁ କାରଣ ହିଟ୍ ଟା ଏଠି ବହୁତ ଆବଜର୍ଭ କରେ ଏ ହିଟ୍ କଣ୍ଡକ୍ଟର ବହୁତ ଆଚ୍ଛା ଆମର ସିଲଭର କି ଆଲୁମିନିୟମ ର ଇଏ କଣ ହୁଏ କି ହିଟ୍ ଟା ଟ୍ରାନ୍ସଫର ବହୁତ କମ ହୁଏ ତେଣୁ ହାଇ ଫ୍ଲେମ୍ ତା ପାଇଁ ଦରକାର ଯୋଉ ପାଣିଟା ଯୋଉ ବାହାରୁଛି ଏଇ ପରିବାର ପାଣିଟା ବାହାରୁଛି ଖାଲି ଛଡା ହେଇଯାଏ ଫୁଟଣ ପଡିକି ରସୁଣ ଖାଲି ଛଡା ହେଇଛି ଟୋପେ ବି ପାଣି ଯାଏନି ସିଙ୍ଗଲ ଡ୍ରପ୍ 2 ଠିପି ବୋତଲ ଟିପି 2 ଠିପିର ଅଣ୍ଡା ସିଝିବ ବୋତଲ ଟିପି ଯେମିତି ପାଣି ବୋତଲ 2 ଠିପିର 6ଟା ଅଣ୍ଡା କି 8ଟା ଅଣ୍ଡା ପକେଇଲ 2 ଠିପି ପାଣି ପକେଇବ ଢାଙ୍କଣ ମାରିଦବ
तो पूराटा को सिझेदेव मैंने यूनिफॉर्मली सिझेब बाहर को छाड़बन ना गैस पानीटा गैस है किसी बाहर को पड़े आसने हूँ असुविधा हम तो बाहर को आस देखो ना टिकी गैस आस बाहर को ना चिकेन बासना आसला ना ना मत जना पड़े बासनाटा तो से झरका बाटे दी पड़े ठंडा मत बस कबड्डी की कबड्डी किसी खराब बासना की ये ना 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 किसी आईसिया बासना नहीं सेटा गोटे आईसियाटा बिल्कुल नहीं बहुत कोई की लियो भैया सुझीगलानी ताल ना तो फल फल भी खाली सिचु पूरा जर जर और टिके यार मस्त से এটা হচ্ছে ହଁ ହେଲଙ୍କର କୁକ୍ କୁକର କେତେ ବଡ଼ ହିଟର ଆଣିକି ଲଗେଇଛନ୍ତି ଏଠି ସେ ସେଲର ହିଟର ନା ଚିକେନଟା କିନ୍ତୁ ପୁରା ବଢିଆ ହେଇଛି ବିନା ତେଲରେ ବଢିଆ ମାନେ ପୁରା ପୁରା ଜଣା ବି ପଡୁନି ଯେ ବିନା ତେଲରେ ଦେହ ଖରାପ ହବାର ଚାନ୍ସ ନାହିଁ ତେଲ ହେଲେ ତ ଇଏ ଲାଗିବ ଆଉ ତାପରେ ବିନା ତେଲ ବି ଦରକାର ମାନେ ଆଉ ରାନ୍ଧିବା ପାଇଁ ଆଉ ଦରକାର ଟେନସନ ନାହିଁ ତେଲ ତେଲରୁ ସବୁ ମାନେ ରୋଗ ହଉଛି ବଡ ବଡ ରୋଗ ଦେଖାଯାଇଛି ଯେ ଆମର କଣ ବାତ ପିତ୍ତ କଫ ତିନିଟା ଜିନିଷ ଏଇ ଯୋଉ ପିତ୍ତରୁ 84 ପ୍ରକାର ରୋଗ ହୁଏ ମାନେ ମେଜର ଏସିଡିଟି ଗ୍ୟାଷ୍ଟ୍ରିକ ଅଲସର କ୍ୟାନ୍ସର ହାଇପରଟେନସନ ଡାଇବେଟିସ ସବୁ ଗୁଡାକ ହଉଛି ଏ ଭିତରୁ ହୁଏ ତାର ମୁଖ୍ୟ କାରଣ ହଉଛି ତେଲ ମୁଖ୍ୟ କାରଣ ତେଲ ସେଇଥିପାଇଁ ଆମେ ତେଲ ବିକ୍ରି କରୁନି ଅନ୍ୟ କମ୍ପାନୀ ତେଲ ବିକ୍ରି କରୁଛନ୍ତି ତେଲଟା ହଉଛି ନାଇଁ ହଁ ତମେ ଖାଇପାରିବ ତେଲ ଆଣିକି ଅଲିଭ ଅଏଲ ଖାଅ ଅଲିଭ ଅଏଲ ଅଛି ଯୋଉଟା କି ଜିରୋ ଫ୍ୟାଟ ଜିରୋ କୋଲେଷ୍ଟ୍ରଲ ଯୋଉଟା ସ୍ୱାସ୍ଥ୍ୟ ପାଇଁ ଯୋଉଟା ଭଲ ସେଇଟା ହିଁ ଆମେ ଦଉଛି ଆଉ କିଛି ଦେବ ଆଉ ଯୋଉଟା ସ୍ୱାସ୍ଥ୍ୟ ପାଇଁ ଯୋଉଟା ଟୋଟାଲି ଭଲ ହିଁ ନୁହେଁ ସେଟା ଦଉନି କିଛି ଜିନିଷ ଦେବ ଇଏଟା କାଟି ଦେଇଥିବ ଏନ୍ତା ଟିକେ ପକେଇଦବା ଲୋକ କହୁଛନ୍ତି ରେଟ୍ ଅଧିକା ତମ କଣ ଦରକାର ରେଟ୍ ଦରକାର ନା ଏଇଟା ଦେଖ 30,000 ଟଙ୍କା 30 ବର୍ଷ ଗ୍ୟାରେଣ୍ଟି 30 ବର୍ଷ 30 ବର୍ଷକୁ 30,000 ଯଦି ଖରାପ ହୁଏ କେତେ ବର୍ଷକୁ ପଡିଲା 1000 ଟଙ୍କା 1000 ଟଙ୍କା ମାସକୁ କେତେ ପଡିଲା ମାସକୁ ମାନେ ପାଖାପାଖି 100 ଟଙ୍କାରୁ ବି କମ 100 ଟଙ୍କା ହେଲେ ଦିନକୁ କେତେ ପଡିଲା 100 ଟଙ୍କା ଦିନକୁ କେତେ ପଡିଲା ଦିନକୁ 3 ଟଙ୍କା 4.5 ଟଙ୍କା 4 ଟଙ୍କା ତମର ତେଲ କେତେ ଖର୍ଚ୍ଚ ହଉଥିଲା ଦିନକୁ ତେଲ ପାଖାପାଖି 10 ଟଙ୍କା 10 ଟଙ୍କା ତାହେଲେ ଶସ୍ତା ନା ଦାମୀ ଶସ୍ତା ବହୁତ ଶସ୍ତା ଲୋକ କହିଲେ ଯେ ମୋବାଇଲ ମୋବାଇଲ ଗୁଡା ଆମେ 30,000 ହଁ ଗ୍ୟାରେଣ୍ଟି 2 ବର୍ଷ ପରେ ସେ 2 ବର୍ଷ ପରେ ସେ ଖରାପ ଇଏ ଗ୍ୟାରେଣ୍ଟି ଦଉଛି 30 ବର୍ଷ 30 ବର୍ଷ ହଁ ଏଟା ହେଲ୍ଥ ଚେଞ୍ଜ କର ମାନେ ଆଉ ସବୁଠୁ ବଡ ଜିନିଷ ତମର ଯଦି ରୋଗ ହେଲା ମେଡିସିନ ଟା କେତେ ଜଣ ଖାଇବ ଜଣେ ଖାଇବ ଜଣେ ଖାଇବେ ଏଟାର କେତେ ଜଣ ଖାଇବ ସମସ୍ତେ ଫ୍ୟାମିଲି ହେଲ୍ଥଟା ରହିଲା ତମର ସିଜିଲାନି ହଁ ଆମର ସେ ହେଇଗଲା ସିଜିଲାନି ଆରାମ ସିଝିଗଲାଣି ହେଇଗଲା ଖାଲି ପାଣି ଗ୍ୟାସ୍ ବାହାରୁଛି ମସଲା ବାସୁଛି କିଛି ଖରାପ ବାସୁନି ନା କିଛି ନାହିଁ ଆଇଁଷ ବି ଲାଗିବନି ଆଇଁଷ ବି ଲାଗିବନି ତମ ହାତର ଟୋଟାଲି ଆଇଁଷ ଲାଗିବନି ଟୋଟାଲି ଆଇଁଷ ହାତ ତେଲ ବି ଲାଗିବନି ଚିପଚିପା ବି ହବନି କଡା ଆକା ତାକୁ ଖାଲି ଯଦି ଧୋଇ ଦେଇକି ପକେଇଦବ ବି ହେଇଯିବ ଖାଲି ଲୁଣ ଲଙ୍କା ଟିକେ ଦେଖିବାର ଅଛି ମୋ ଲୁଣ ହେଇଥିଲା ନା ହାତ ଟିକେ ମାର ହାତ ଟିକେ କିଛି ଜଣାବନି ତ ପୁରା ବଢିଆ ଟେଷ୍ଟ ଅଛି ତ ପୁରା ପୁରି